ଆଜିଠୁ ସୁଭଦ୍ରା ଯୋଜନା ବନ୍ଦ ଆଉ ଆପଣଙ୍କୁ ମିଳିପାରିବ ନାହିଁ ଟଙ୍କା। ଯଦି ଆପଣ ବି ସୁଭଦ୍ରା ସ୍କିମରେ ଏପର୍ଯ୍ୟନ୍ତ ଆବେଦନ କରିନାହାନ୍ତି କିମ୍ବା ଏପର୍ଯ୍ୟନ୍ତ ବି ଟଙ୍କା ପାଇନାହାନ୍ତି ତେବେ ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଜାରି କଲେ ଆଉ ଏକ ନୂଆ ସୂଚନା। ତା ପୂର୍ବରୁ ଭିଡିଓକୁ ଲାଇକ୍ କରନ୍ତୁ। ସବସ୍କ୍ରାଇବ୍ କରିନଥିଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ଦେଖନ୍ତୁ, ସରିଗଲା ସୁଭଦ୍ରା ଆବେଦନ ସମୟ। ଆଜି ଥିଲା ଶେଷ ତାରିଖ। ତେବେ ଆଜି ପରେ ଆଉ ଆବେଦନ ହବନି କି ସୁଭଦ୍ରା ଟଙ୍କା ମିଳିବନି। ହଁ, ସରକାରଙ୍କ ନିଷ୍ପତ୍ତି ଅନୁସାରେ ଆଜି ହେଉଛି ସୁଭଦ୍ରା ଆବେଦନର ଶେଷ ତାରିଖ। ତେବେ ଚଳିତ ବର୍ଷ ମାର୍ଚ୍ଚ 31 ତାରିଖ ସୁଦ୍ଧା ସୁଭଦ୍ରା ଆବେଦନର ଶେଷ ତାରିଖ ଥିଲା, ଯାହା ସମ୍ପର୍କରେ ସୂଚନା ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ତେବେ ଯଦି ଆପଣ ଯୋଗ୍ୟ ହିତାଧିକାରୀ ଆଉ ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ଉପଯୁକ୍ତ, ତାହେଲେ ଆଜି ଗୋଟିଏ ଦିନ ଥିଲା। ଆଜି ଦିନ ଗଲା ପରେ କାଲିଠାରୁ ଆଉ ସୁଭଦ୍ରା ଫର୍ମ ପକାଇ ହେବ ନାହିଁ। ଏନେଇ ପୂର୍ବରୁ ସୂଚନା ଦେଇଥିଲେ ପ୍ରଭାତୀ ପରିଡ଼ା। ତେବେ ଏହି ତାରିଖ ସୁଦ୍ଧା ଯେଉଁମାନେ ଯୋଗ୍ୟ ହିତାଧିକାରୀ ସୁଭଦ୍ରା ଯୋଜନାରେ ଫର୍ମ ପକାଇଥିବେ ସେମାନଙ୍କୁ ରାକ୍ଷୀ ପୂର୍ଣ୍ଣିମାରେ ଏକାଥରକେ ପିଛଲା କିସ୍ତି ସହ 15,000 ଟଙ୍କା ମିଳିବ। ହଁ, ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରାର ତୃତୀୟ କିସ୍ତି ମିଳିବ। ଆଉ ତା ପୂର୍ବରୁ ଯେଉଁମାନେ ଟଙ୍କା ପାଇନାହାନ୍ତି ହେଲେ ଯୋଗ୍ୟ ହିତାଧିକାରୀ ସେମାନେ ଆବେଦନ କରିପାରିବେ। ଆଉ ଆବେଦନର ଶେଷ ତାରିଖ ହେଉଛି ମାର୍ଚ୍ଚ 31 ତାରିଖ। ତେବେ ଏହି ସମୟ ମଧ୍ୟରେ ଯେଉଁମାନେ ଆବେଦନ କରିଥିବେ ସେମାନଙ୍କୁ ଏକାଥରକେ 3ଟି କିସ୍ତିର 15,000 ଟଙ୍କା ମିଳିବ। ହେଲେ ଜାଣି ରଖନ୍ତୁ, ତା ପୂର୍ବରୁ ଆପଣଙ୍କୁ ଡିବିଟି ଏନାବଲ୍ଡ ଆକାଉଣ୍ଟ କରାଇ ନେଇଥିବା ଜରୁରୀ। ନଚେତ ସରକାର ଟଙ୍କା ପଠାଇଲେ ବି ଆପଣଙ୍କ ଖାତାରେ ଜମା ହୋଇପାରିବ ନାହିଁ। ଏହାଛଡ଼ା ଏମିତିକି ବହୁତ ହିତାଧିକାରୀ ଅଛନ୍ତି ଯେଉଁମାନଙ୍କର ଅଣ୍ଡର ପ୍ରୋସେସରେ ରହିଛି। ତେବେ ଏହି ମାର୍ଚ୍ଚ 31 ପରେ ଅର୍ଥାତ୍ ଏପ୍ରିଲ ଆରମ୍ଭ ହେବ ଅଫଲାଇନ୍ ଭେରିଫିକେସନ, ଅର୍ଥାତ୍ ଡୋର ଟୁ ଡୋର ସର୍ଭେ କରିବେ ସୁଭଦ୍ରା ହିତାଧିକାରୀଙ୍କର, ଯାହାଦ୍ୱାରା ଯେଉଁମାନଙ୍କୁ ଟଙ୍କା ଯାଉନାହିଁ, କ'ଣ ପାଇଁ ଯାଉନାହିଁ, ସେମାନେ ମଧ୍ୟ ଏବେ ବି ଟଙ୍କା ପାଇପାରିବେ। ତେବେ ଅଧିକ ଜାଣିବା ପାଇଁ ୱେବସାଇଟ୍ର ଲିଙ୍କ ଡେସ୍କ୍ରିପ୍ସନରେ ଦିଆଯାଇଛି, ଆପଣମାନେ ଯାଇ ମଧ୍ୟ ଚେକ୍ କରିଦେଇ ପାରିବେ।